ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି। ସମସ୍ତ 70ଟି ଆସନରେ ଭୋଟିଂ ଜାରି ଥିବାବେଳେ ପ୍ରାୟ 1,56,00,000 ଭୋଟର 699 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏବଂ ମତଦାନ କରିବାକୁ ଥିବା ଭୋଟରଙ୍କ ମଧ୍ୟରୁ 23.76 ଲକ୍ଷ ପୁରୁଷ, 72.36 ଲକ୍ଷ ମହିଳା ଓ 1267 ଜଣ କିନ୍ନର ରହିଛନ୍ତି ଓ ଭୋଟ ଗ୍ରହଣ ପାଇଁ 13,764ଟି ମତଦାନ କେନ୍ଦ୍ର ଖୋଲାଯାଇଛି। Preview. ଭିଜିଲାନ୍ସ ଜିଲ୍ଲାରେ ମାଲକାନଗିରି ଜିଲ୍ଲା ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ବାଲିସାହିରେ ଥିବା ତାଙ୍କ ପୌତୁକ ଘର ସମେତ ଜୟପୁର, ମାଲକାନଗିରି ଓ ଭୁବନେଶ୍ୱରରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଏଥିସହ ମାଲକାନଗିରି ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ ଓ WMT ଅମିୟ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। Preview. Preview. ଗଜପତି ଜିଲ୍ଲା ରାୟଗଡ଼ା ଥାନା ମାର୍ଲଭା ଘାଟି ରାସ୍ତାରେ ବସ୍ ଓଲଟି 24 ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉକ୍ତ ବସ୍ଟି ବ୍ରହ୍ମପୁରରୁ ପାରଳା ଖେମୁଣ୍ଡି ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। Preview. ବିପୁଳ ପରିମାଣର ମଦ ଓ ଗୁଡ଼ ପଚା ଜବତ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ଉ ବେଳେ 1225 ଲିଟର ମଦ ଜବତ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ 11,585 ଲିଟର ଗୁଡ଼ ମିଶ୍ରିତ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ ଏବଂ ମଦ ମାଫିଆ ଫେରାର। Preview. Audio Jungle. Preview. Audio Jungle. Audio Jungle. Preview. ଭୁବନେଶ୍ୱର ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଡାଏଟା ଭତ୍ତା 900ରୁ 1400କୁ ବୃଦ୍ଧି କରାଯାଇଥିବା ବେଳେ ମୋଟର ସାଇକେଲ ଭତ୍ତା 300ରୁ 1050 ଟଙ୍କାକୁ ବୃଦ୍ଧି କରାଯାଇଛି। ମୋବିଲିଟି ଭତ୍ତା 150ରୁ 300 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ରିସ୍କ ଭତ୍ତା 400ରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ 6058 ଜଣ ଅଗ୍ନିଶମ କର୍ମଚାରୀ ଏଥିରୁ ଉପକୃତ ହେବେ। Preview. ଉତ୍ତରପ୍ରଦେଶର ଫତେପୁର ଜିଲ୍ଲା ଖାଗା ନିକଟରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ମାଲବାହୀ ଟ୍ରେନ୍ର ଇଞ୍ଜିନ ଲାଇନଚ୍ୟୁତ ହେବା ସହ ଟ୍ରେନ୍ର 2 ଲୋକ ପାଇଲଟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଅନେକ ଟ୍ରେନ୍କୁ ଅଟକାଇ ରଖାଯିବା ସହ ମାର୍ଗ ପରିବର୍ତ୍ତନ କରାଯାଇଥିଲା। Preview. ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନା ଏସ୍ଆଇ ବୁଧୁ ଭୋଇ ସେ 6,000 ଟଙ୍କା ଲାଞ୍ଚ ନେଇ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଭୋଇଙ୍କ 2ଟି ସ୍ଥାନରେ ଚଢ଼ଉ ଜାରି କରିଛି। Preview. 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 Audio Jungle. Audio Jungle. Preview. ପଶ୍ଚିମ ନେପାଳର ଦୈଲେକ ଜିଲ୍ଲାରେ ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 4.4 ହୋଇଥିବା ବେଳେ ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ହେବାର ସୂଚନା ନାହିଁ। କିନ୍ତୁ ଭୂକମ୍ପ ଯୋଗୁଁ ଲୋକମାନେ ଘର ବାହାରକୁ ବାହାରି ଆସିଥିଲେ। Preview. କୋରାପୁଟ ଜିଲ୍ଲା ଜଳପୁର ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ନିଖୋଜ ଥିବା 2 ନାବାଳକ ଶିବ ଅନ୍ତାଳ ଓ ଅମିତ ଅନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି। 4 ଦିନ ଜଳପୁର ଗ୍ରାମବାସୀ ଏବଂ ପରିବାର ବର୍ଗ ଜଳଭଣ୍ଡାର କୂଳରେ ଅପେକ୍ଷା କରି ରହିଥିଲେ ଏବଂ ଉଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। Preview.
ଏବଂ ବାଇକ୍ରେ ଆସି ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ। ଭଦ୍ରକ କଚେରୀ ବଜାରରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଭିଡ଼ି ନେଲେ ଦୁଇ ଦୁର୍ବୃତ୍ତ। ତେବେ ସ୍ଥାନୀୟ ଲୋକେ ଜଣଙ୍କୁ କାବୁ କରୁଥିବା ବେଳେ ଅନ୍ୟ ଜଣକ ଫେରାର ଏବଂ ଟାଉନ ଥାନା ପୋଲିସର ତଦନ୍ତ ଜାରି। Preview.